କାର୍ଯ୍ୟକ୍ରମ ଓଡ଼ିଶାରେ ଅନ୍ୟ ଦଳଠୁ ଢେର ଆଗରେ ଅଛି। ତେଣୁ ବାରମ୍ବାର ଏଇ ଯେଉଁ ଗଣମାଧ୍ୟମରେ ବିଜୁ ଜନତା ଦଳକୁ ପଚରା ହେଉଛି କି ଆପଣଙ୍କ ସାଂଗଠନିକ ଅବସ୍ଥା କ'ଣ, ସେଇଟା ମୁଁ ଭାବୁଛି କାହିଁ ଏଇଟା ଗୋଟେ ଉଦ୍ଦେଶ୍ୟ ପ୍ରେରିତ ସମ୍ବାଦ ପ୍ରେରଣା କରିବା ପାଇଁ ଓଡ଼ିଶାରେ ବ୍ୟବସ୍ଥା କରାଯାଉଛି। ସବୁ କ୍ଷେତ୍ରରେ କଂଗ୍ରେସ ହେଉ ବା ଭାରତୀୟ ଜନତା ପାର୍ଟି ହେଉ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ହେଉ ତାଙ୍କଠୁ ଆମ ସାଂଗଠନିକ କାର୍ଯ୍ୟକ୍ରମ ଯଥେଷ୍ଟ ଆଗରେ ଅଛି ଏବଂ ଆମର ଦଳୀୟ ନେତୃବୃନ୍ଦ ଏବଂ ଦଳର କର୍ମକର୍ତ୍ତା ସେହି ହିସାବରେ ସେହି ଅନୁପାତରେ ଗ୍ରାମାଞ୍ଚଳରେ ଗ୍ରାସରୁଟ୍ରେ କାମ କରୁଛନ୍ତି। ତେଣୁକରି ସେ ବିଷୟରେ ଆଲୋଚନା କରିବା ବା ଗଣମାଧ୍ୟମ ଷ୍ଟେଟମେଣ୍ଟ ଦେବାର କୌଣସି ଆବଶ୍ୟକତା ନାହିଁ। ଆଜ୍ଞା ପଞ୍ଚାୟତ ଫେର ଆପଣ ସେ ମାନେ ଭକ୍ତଙ୍କ ଭଳିଆ କଥା କହୁଛନ୍ତି, ନୟନ ଦେଖଣ୍ଡଙ୍ଗଳା ହେଉଛନ୍ତି। ଆଜ୍ଞା ଆସନ୍ତା ବର୍ଷ ଡିସେମ୍ବର ମାସରେ ପଞ୍ଚାୟତ ଇଲେକ୍ସନ ଘୋଷଣା ହେବ, ପୁରା ଧାରାବାହିକ ପଦ୍ଧତି। ଆଜି ହେଲା ଆପଣଙ୍କ 2025 ଅଗଷ୍ଟ ମାସ 18 ତାରିଖ। ଆପଣ ମୋତେ ପଚାରୁଛନ୍ତି ଆଗାମୀ ଡିସେମ୍ବର ମାସ ସୁଦ୍ଧା କ'ଣ ହେବ? ଏଇଟା ବାହୁଲ୍ୟ ନୁହଁ। ଆମେ ଚାଲିଛୁ ଆମ ସଂଗଠନ। ଆଜ୍ଞା ସଂଗଠନ ଫେର ଆପଣ ଫେର ବୁଲେଇକି ପଚାରୁଛୁ ସଂଗଠନ ଠିକ୍ ଥିଲା। ସଂଗଠନ ସବୁ କିଛି ଠିକ୍ ଥିଲା, ଆମେ ଇଲେକ୍ସନ ଜିତିକି ସରକାର ନଥାନ୍ତୁ। ନାଚୁରାଲି ଆମ କିଛି ଭାଇମାନେ ଆମକୁ ଛାଡ଼ି ଯାଇଛନ୍ତି, ଯିଏ ଯାଇଛନ୍ତି ଯିଏ ଅଛନ୍ତି ଯେଉଁ ଭାଇମାନେ ଆମେ ତାଙ୍କୁ ନେଇ ସଂଗଠିତ ହଉ। ଆଉ ପରବର୍ତ୍ତୀ ଅବସ୍ଥାରେ ଯାହା ସରକାର ଜାମୁ ଯାତ୍ରା କରୁଛନ୍ତି ତା ଭିତରୁ ଲୋକ ଯେତେବେଳେ ଅତିଷ୍ଠ ହେବେ ଫେର ଆମେ ଅଛୁ ସାଙ୍ଗରେ, ଲୋକଙ୍କ ସାଙ୍ଗରେ। ତ ରାଜ୍ୟରେ ଯାହା ସମସ୍ୟା ସୃଷ୍ଟି ହେଉଛି, ଚାଷୀ କୁହନ୍ତୁ, ଛାତ୍ରଛାତ୍ରୀ କୁହନ୍ତୁ, ମହିଳା କୁହନ୍ତୁ, ସବୁ ସମସ୍ୟା ସାଙ୍ଗରେ ବିଜୁ ଜନତା ଦଳ ଜଡ଼ିତ ଅଛି। ରାଜରାସ୍ତାଠୁ ଆରମ୍ଭ କରି ଗଣମାଧ୍ୟମଠୁ ଆରମ୍ଭ କରି ସବୁ ଜାଗାରେ ବିଜୁ ଜନତା ଦଳ ତାର ଦକ୍ଷତା ପ୍ରତିପାଦିତ କରୁଛି। ଯେ ତାକୁ ଆପଣଙ୍କୁ ଦେଖାଯାଉ ନାହିଁ, ଆପଣ ପଚାରୁଛନ୍ତି ବିଜୁ ଜନତାର ସାଂଗଠନିକ ପରିସ୍ଥିତି କ'ଣ? ଇଏ ପ୍ରଶ୍ନ ଆପଣ ଭାରତୀୟ ଜନତା ପାର୍ଟି ପଚାରିବା ଦରକାର ବା କଂଗ୍ରେସ ଦଳକୁ ପଚାରିବା ଦରକାର, ସିପିଆଇକୁ ପଚାରିବା ଦରକାର। ତାଙ୍କ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ପେଣ୍ଡିଂ ଅଛି। ଭାରତୀୟ ଜନତା ପାର୍ଟିର ବର୍ତ୍ତମାନ ସୁଦ୍ଧା ତାଙ୍କ ରାଜ୍ୟ କର୍ମକର୍ତ୍ତା ଚୟନ ହେଇନାହିଁ, ତାଙ୍କର ଏବେ ବି ଜିଲ୍ଲା ସଭାପତି ବାକି ଅଛି। କଂଗ୍ରେସ ଦଳ ମୋଟେ ସେ ପ୍ରୋସେସ୍ ଆରମ୍ଭ ହେଇନି ଏପର୍ଯ୍ୟନ୍ତ। କମ୍ୟୁନିଷ୍ଟ ଦଳ କ'ଣ କରୁଛନ୍ତି ଆମେ ଜାଣିନୁ। ଆମେ ସବୁ କଥା କରିସାରିଲା ପରେ ଆପଣ ବାରମ୍ବାର ଆମକୁ ପ୍ରଶ୍ନ ପଚାରିବା ପଛରେ ରହସ୍ୟ।